ବ୍ୟବସ୍ଥାର କଠୋରତା ଆଗରେ ହାରିଯାଏ ମଣିଷ। କାନ୍ଧରେ ଭଉଣୀର କଙ୍କାଳ, ଆଖିରେ ଅସହାୟର ଧାର ଧାର ଲୁହ। ରାସ୍ତାରେ ଚାଲି ଚାଲି ଭାଇଟା କଙ୍କାଳ ବହୁନଥିଲା, ବରଂ ବହୁଥିଲା ଜିଅନ୍ତା ଶବକୁ। ଯିଏ ବ୍ୟବସ୍ଥାର କଠୋରତା ଆଗରେ ହାରିଯାଏ, ନିଜ ପ୍ରିୟ ମଣିଷର ଅସ୍ଥି ଭିତରେ ସ୍ୱାଭିମାନକୁ ଖୋଜୁଥିଲା। କାଗଜରେ ଖଣ୍ଡେ ପ୍ରମାଣପତ୍ର ମଣିଷର କଷ୍ଟଠାରୁ ବଡ଼ ହୋଇଗଲା। ଯେଉଁଠି ଜଣେ ଭାଇକୁ ନିଜର ଶେଷ ଟିକକ ସମ୍ବଳ ପାଇଁ ଭଉଣୀର ଶବକୁ କବର ଖୋଳି ବାହାର କରିବାକୁ ପଡ଼ିଥିଲା। ଥରେ ଭାବିଲେ ଦର୍ଶକ ବନ୍ଧୁ, ହାତରେ ଯେତେବେଳେ କୋଦାଳ ଧରି ଭାଇଟି ଭଉଣୀର କବର ଖୋଳୁଥିବ, ସେତେବେଳେ ମାଟି ନୁହଁ ବରଂ ଭାଇର ହୃଦୟ ଫାଟି ଯାଉଥିବ। ଏ ଦୃଶ୍ୟକୁ ଦେଖିଲେ ମନେ ହେଉଛି ଯେମିତି ନିୟମ ଆଗରେ ଜଣେ ଭାଇର ଲୁହ ହାରିଯାଇଛି, ଆଉ ଆଜି ଶବର କଙ୍କାଳ ବ୍ୟାଙ୍କ ବାରଣ୍ଡାରେ ଆଜି ନ୍ୟାୟ ମାଗୁଛି। ଜଣେ ଭାଇ ଭଉଣୀର ମୃତ୍ୟୁର ପ୍ରମାଣପତ୍ର ଦେଇ ପାରିଲା ନାହିଁ ବୋଲି ବାଧ୍ୟ ହୋଇ ଭଉଣୀର କଙ୍କାଳକୁ ବସ୍ତାରେ ଭରି ବ୍ୟାଙ୍କକୁ ନେଇ ଆସିଲା। କେବଳ କିଛି ଟଙ୍କା ପାଇଁ ଜଣେ ଭାଇକୁ ଏଭଳି ପରୀକ୍ଷା ଦେବାକୁ ପଡ଼ିଥାଏ। ଘଟଣାଟି ହେଉଛି ପାଟଣା ବ୍ଲକ ଏରସଣ୍ଟା ପଞ୍ଚାୟତର ଜିତୁ ମୁଣ୍ଡାଙ୍କ ବଡ଼ ଭଉଣୀ କଲରା ମୁଣ୍ଡା। ଗତ ଜାନୁଆରୀ ମାସରେ ପେଟ ରୋଗରେ ଆଖି ବୁଝିଥିଲେ। କଲରାଙ୍କ ନାମରେ 19,300 ଟଙ୍କା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମଲ୍ଲିକସି ଶାଖାରେ ଜମା ଥିଲା। କିନ୍ତୁ ଗରିବ ମଣିଷ ସେ 19,300 ଟଙ୍କା ପାଇଁ ବହୁତ ବଡ଼ ଥିଲା। କିନ୍ତୁ ଗରିବ ମଣିଷ ପାଇଁ ସେଇ 19,300 ଟଙ୍କା ତାଙ୍କ ପାଇଁ ବହୁତ ବଡ଼ ଥିଲା। କିନ୍ତୁ ବ୍ୟାଙ୍କ ନିୟମ ଆଗରେ ଅସହାୟ ହୋଇ ପଡ଼ିଥିଲେ। ବାରମ୍ବାର ଦୌଡୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେଲେ ନାହିଁ। ଓଲଟା କହିଲେ, ଭଉଣୀକି ନେଇକି ଆସ, ଟଙ୍କା ଦେବୁ। ନିୟମରେ ମାୟାଜାଲରେ ଛନ୍ଦି ହୋଇ ପଡୁଥିଲା ଜିତୁ। ଶେଷରେ ଏମିତି ଏକ ପଦକ୍ଷେପ ନେଲେ ଯାହା ଶୁଣିଲେ ଆତ୍ମା ଥରି ଉଠିବ। ମୃତ୍ୟୁ ପ୍ରମାଣପତ୍ର ଯୋଗାଡ଼ କରି ନପାରି ସେ କବର ଖୋଳି ଭଉଣୀର ହାଡ଼ କଙ୍କାଳ ବାହାର କରିଥିଲେ। କଙ୍କାଳକୁ ଏକ ବସ୍ତାରେ ଧରି ସିଧା ପହଞ୍ଚିଥିଲେ ବ୍ୟାଙ୍କରେ। ବ୍ୟାଙ୍କ ପିଣ୍ଡାରେ କଙ୍କାଳକୁ ରଖି ସେ ମ୍ୟାନେଜରକୁ କହିଲେ, ଏଇ ଦେଖ ମୋ ଭଉଣୀ ଆସିଛି, ଏବେ ତ ଟଙ୍କା ଦିଅ। ଏ ଖବର ପ୍ରସାରିତ ହେବା ପରେ ପୋଲିସ ପହଞ୍ଚି କଙ୍କାଳକୁ ପୁଣି ସମାଧି ଦେଇଛି ଏବଂ ଜିତୁଙ୍କୁ ଟଙ୍କା ଫେରସ୍ତ କରିବାକୁ ବ୍ୟବସ୍ଥା କରାଯାଉଛି। କେନ୍ଦୁଝରରୁ ବ୍ୟୁରୋ ରିପୋର୍ଟ, ଓଡ଼ିଶା 24 ଖବର।